This video is powered by Sri Jagdamba Jewelers. ମାପ ଓଜନରେ ଚଞ୍ଚକତା କରୁଥିବା ନେଇ ହୋଇଛି ଅଭିଯୋଗ। ଖାଉଟିମାନେ ଠକାମିର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ଓ ଆଖପାଖ ଅଞ୍ଚଳର ବିଭିନ୍ନ ବଜାରରେ ପନିପରିବା କିଣିବା ସମୟରେ ଖାଉଟି ଠକାମିର ଶିକାର ହୋଇଥିବା ଅଭିଯୋଗ ହେଉଛି। ବିଟିଏମ୍ ମାର୍କେଟ, ଶୁକ୍ରବଜାର ଡେଲି ମାର୍କେଟ, ଝଣ୍ଡା ଛକ, କାଳୀ ମନ୍ଦିର ରାସ୍ତା, ସର୍ଭାଲରେ ପ୍ରତିଦିନ ବସୁଥିବା ପରିବା ବଜାରରେ ମାପ ଓଜନ ଧାର୍ଯ୍ୟମାନଙ୍କ ଅଭାବରୁ ଖାଉଟି ଠକାମିର ଶିକାର ହେଉଛନ୍ତି। ବିଭିନ୍ନ ବଜାରରେ ବିଶେଷ କରି ଅଣଓଡ଼ିଆ ବେପାରୀଙ୍କ ବଟକରା ନବୀକରଣ ଓ ଯାଞ୍ଚ ନ ହେବାରୁ ଖାଉଟିଙ୍କୁ କିଲୋ ପ୍ରତି 50ରୁ 100 ଗ୍ରାମ କମ୍ ଓଜନର ସାମଗ୍ରୀ ମିଳୁଥିବା ଅଭିଯୋଗ ହେଉଛି। ବିଭିନ୍ନ ବଜାରରେ ଦୀର୍ଘ ବର୍ଷରୁ ଏପରି ଅସାଧୁ ବ୍ୟବସାୟୀମାନେ ଖାଉଟିମାନଙ୍କୁ ଠକି ପନିପରିବା ସମେତ ଆଳୁ ପିଆଜ ବିକ୍ରି କରୁଛନ୍ତି। ଖାଉଟି ବିଭାଗ ଓ ଓଜନ ମାପ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଏଭଳି ହେଉଛି ବୋଲି ଖାଉଟିମାନେ ଅଭିଯୋଗ କରିଛନ୍ତି। ତେବେ ଖାଉଟି ବିଭାଗ ଓ ଓଜନ ମାପ ବିଭାଗ ସମୟ ସମୟରେ ଏପରି ପରିବା ବିକାଳୀଙ୍କଠାରେ ମଧ୍ୟ ଯାଞ୍ଚ କରାଯିବା ଆବଶ୍ୟକତା ରହିଛି, ଯାହାଦ୍ୱାରା ଏପରି ଅସାଧୁ କାର୍ଯ୍ୟ କରୁଥିବା ପରିବା ବିକାଳୀମାନେ ସତର୍କ ହୋଇପାରିବେ ଏବଂ ଖାଉଟିମାନେ ସଠିକ ପରିମାଣର ସାମଗ୍ରୀ ପାଇପାରିବେ। Sri Jagdamba Jewelers, an exclusive showroom for 100% hallmark jewelry, eye-catching designs with 100% purity guaranteed. Get attractive discounts on making charges of gold and silver ornaments. Visit our store today. Sri Jagdamba Jewelers, Main Road, Jharsuguda. We are also available for you in Sai Bihar Road, Sundargarh.